ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନ, ରାତିରେ ଖାଇସାରିବା ପରେ କଣ ଖାଇଲେ ଶକ୍ତି ବଢିଥାଏ? ଦର୍ଶକ ବନ୍ଧୁ, ପ୍ରଶ୍ନଟି ଆଉ ଥରେ ପଢି ଦେଉଛି। ରାତିରେ ଖାଇସାରିବା ପରେ କଣ ଖାଇଲେ ଶକ୍ତି ବଢିଥାଏ? ଅପସନ ଏ ମରିଚ, ଅପସନ ବି ଲବଙ୍ଗ, ଅପସନ ସି ପାନମହୁରି, ଅପସନ ଡି ଲେମ୍ବୁ। ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ, ସମୟଟି ସରିଯାଇଛି। ୟାର ସଠିକ ଉତ୍ତର ହେଉଛି ଅପସନ ଏ ମରିଚ। ରାତିରେ ଖାଇସାରି ମରିଚ ଗୁଣ୍ଡ ଖାଇଲେ ଶକ୍ତି ବଢିଥାଏ। ଆସନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। ଭାରତରେ କେଉଁ ରାଜ୍ୟରେ ଲୋକମାନେ କୁକୁର ମାଂସ ଖାଆନ୍ତି? ଅପସନ ଏ ଗୁଜରାଟ, ଅପସନ ବି ପଞ୍ଜାବ, ଅପସନ ସି ଦିଲ୍ଲୀ, ଅପସନ ଡି ନାଗାଲ୍ୟାଣ୍ଡ। ସମୟ ଆରମ୍ଭ ହେଉଛି ଏବେଠାରୁ। ଦର୍ଶକ ବନ୍ଧୁ, ସମୟଟି ସରିଯାଇଛି। ୟାର ସଠିକ ଉତ୍ତର ହେଉଛି ଅପସନ ଡି ନାଗାଲ୍ୟାଣ୍ଡ। ଭାରତରେ ନାଗାଲ୍ୟାଣ୍ଡରେ କୁକୁର ମାଂସ ଖାଆନ୍ତି। ଆସନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। ପଖାଳ ଭାତ ଖାଇଲେ କେଉଁ ରୋଗ ଠିକ୍ ହୋଇଥାଏ? ପ୍ରଶ୍ନଟି ଆଉ ଥରେ ପଢି ଦେଉଛି। ପଖାଳ ଭାତ ଖାଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ ଏ କ୍ୟାନ୍ସର, ଅପସନ ବି ଅର୍ଶ, ଅପସନ ସି ବ୍ଲଡ ପ୍ରେସର, ଅପସନ ଡି ମଧୁମେହ। ଦର୍ଶକ ବନ୍ଧୁ, ସମୟଟି ସରିଯାଇଛି। ଏହି ପ୍ରଶ୍ନଟି ଆପଣଙ୍କ ପାଇଁ। ଆପଣମାନେ ୟାର ଉତ୍ତର ଜାଣିଥିଲେ କମେଣ୍ଟ ବକ୍ସ ଯାଇ କମେଣ୍ଟ କରନ୍ତୁ। ଆସନ୍ତୁ ଦେଖିବା ଆଜିର ପରବର୍ତ୍ତୀ ପ୍ରଶ୍ନ। କଣ ଖାଇଲେ ମଣିଷର କିଡନୀ ସବୁବେଳେ ସୁସ୍ଥ ରହିଥାଏ? ପ୍ରଶ୍ନଟି ଆଉ ଥରେ ପଢି ଦେଉଛି। କଣ ଖାଇଲେ ମଣିଷର କିଡନୀ ସବୁବେଳେ ସୁସ୍ଥ ରହିଥାଏ? ଅପସନ ଏ ଡାଳିମ୍ବ, ଅପସନ ବି ପିଆଜ, ଅପସନ ସି କମଳା, ଅପସନ ଡି ରସୁଣ। ଦର୍ଶକ ବନ୍ଧୁ, ସମୟଟି ସରିଯାଇଛି। ୟାର ସଠିକ ଉତ୍ତର ହେଉଛି ଅପସନ ବି ପିଆଜ। ପିଆଜ ଖାଇଲେ ସବୁବେଳେ କିଡନୀ ସୁସ୍ଥ ରହିଥାଏ। ଦର୍ଶକ ବନ୍ଧୁ, ଭିଡିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆପଣମାନେ ଭିଡିଓକୁ ଲାଷ୍ଟ ଯାଏ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।